ଭାଗ୍ୟ ସାହସୀ ଓ ଉଦ୍ଯୋଗୀ ବ୍ୟକ୍ତିର ସାଥୀ ହୁଏ। ଯିଏ କର୍ମ କରେ ସେହି ଲୋକ ପାଖକୁ ସଫଳତା ଦିନେ ନା ଦିନେ ଆସେ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମକର ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଜୁଲାଇ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ଦ୍ୱିତୀୟରେ ରାହୁ, ତୃତୀୟରେ ଶନି, ପଞ୍ଚମରେ ମଙ୍ଗଳ, ଷଷ୍ଠରେ ରବି, ସପ୍ତମରେ ବୁଧ ଏବଂ ବୃହସ୍ପତି, ଅଷ୍ଟମରେ ଶୁକ୍ର ଏବଂ କେତୁ ଅବସ୍ଥାନ କରିଛନ୍ତି। ଜୁଲାଇ 17 ତାରିଖ ଠାରୁ ରବି ସପ୍ତମ ଭାବରେ, ବୁଧ ଏବଂ ବୃହସ୍ପତି ଯୁକ୍ତ ହୋଇକି ରହିବେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମକର ରାଶି ଓ ମକର ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ଶନି ତୃତୀୟ ଭାବରେ ଥିବାରୁ ବଡି ଷ୍ଟ୍ରେନ୍ଥ, ମାନସିକ ଦୃଢ଼ତା ଏବଂ ରୋଗ ପ୍ରତିରୋଧକ କ୍ଷମତା ଭଲ ରହିବ। ସାଧାରଣତଃ ଗୁରୁତର ହେଲ୍ଥ ଇସ୍ୟୁ ସେମିତି କିଛି ଦେଖାଉନି। ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନ ଏବଂ ଲଗ୍ନପତି ଶନିଙ୍କ ଉପରେ ପଡ଼ୁଥିବାରୁ ଏହା ଏକ ଶୁଭ ସୁରକ୍ଷା କବଚ ଭଳି କାମ କରିବ। ଯଦି କୌଣସି ପୁରୁଣା ରୋଗ କିମ୍ବା ଶରୀରରେ ଦୁର୍ବଳତା ଥାଏ, ତେବେ ସେଥିରେ ଉନ୍ନତି ଆସିବ। ବୁଧ ସପ୍ତମରେ ରହି ଲଗ୍ନକୁ ଦୃଷ୍ଟି ଦେଉଥିବାରୁ ନର୍ଭସ୍ ସିଷ୍ଟମ୍, ସ୍କିନ୍ ଆଲର୍ଜି, ଷ୍ଟମାକ୍ ରିଲେଟେଡ୍ ଇସ୍ୟୁ, ଡାଇଜେସନ୍ ଇସ୍ୟୁ ଏସବୁ କେବେ କେବେ ଦେଖା ଦେଇପାରେ। ଅନିୟମିତ ଖାଦ୍ୟାଭ୍ୟାସ ଏବଂ ଅଧିକ ଚିନ୍ତାରୁ ଏହା ବଢ଼ିପାରେ। ଜୁଲାଇ ମାସ ଆରମ୍ଭରୁ 16 ତାରିଖ ମଧ୍ୟରେ ସ୍ୱାସ୍ଥ୍ୟ ସାଧାରଣତଃ ମଧ୍ୟମ ଧରଣର ରହିବ। ଅଧିକ କାମ କିମ୍ବା ଟ୍ରାଭେଲ୍ ଯୋଗୁଁ ଥକାପଣ ଏବଂ ନିଦ୍ରାରେ ଅସୁବିଧା ହୋଇପାରେ। କାନ୍ଧ, ହାତ, ଗଳାରେ ପେନ୍ ହୋଇପାରେ। ଜୁଲାଇ 17 ତାରିଖ ପରେ ଶରୀରରେ ଏନର୍ଜି ବଢ଼ିବ। ପୂର୍ବରୁ ଚାଲିଥିବା କୌଣସି ରୋଗରୁ ରିକଭରି ହୋଇପାରେ। ମାନସିକ ଚାପ କମିବ ଏବଂ ଆତ୍ମବିଶ୍ୱାସ ବଢ଼ିବ। ଯେଉଁମାନଙ୍କର ବାତ, ଆଣ୍ଠୁ, ପିଠି ଯନ୍ତ୍ରଣା, ଗ୍ୟାସ୍, ଡାଇଜେସନ୍ ଇସ୍ୟୁ, ଅଲସର ଏସବୁ ପ୍ରୋବ୍ଲେମ୍ ଅଛି, ସେଥିପ୍ରତି ଟିକେ ସତର୍କ ରୁହନ୍ତୁ। ଓଭରଅଲ୍ କହିବାକୁ ଗଲେ ମକର ରାଶି ପାଇଁ ଏହି ଜୁଲାଇ 2026 ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ଏବଂ ସକାରାତ୍ମକ ରହିବ। ସେମିତି କିଛି ମେଜର ଇସ୍ୟୁ ନାହିଁ। ଯେଉଁମାନେ ଅଲରେଡ଼ି କୌଣସି ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କର ପ୍ରପର୍ ଟ୍ରିଟମେଣ୍ଟ ଚେକଅପ୍ରେ ରହିଲେ ସ୍ୱାସ୍ଥ୍ୟ ଅବସ୍ଥା ନିୟନ୍ତ୍ରଣ ମଧ୍ୟରେ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶୁକ୍ର ଅଷ୍ଟମରେ କେତୁ ସହିତ ଅଛନ୍ତି। ପାଠପଢ଼ାରେ ଏକାଗ୍ରତାର ଅଭାବ ରହିବ। ବାରମ୍ବାର ସବଜେକ୍ଟ ଚେଞ୍ଜ କରିବା ଓ ବିଦ୍ୟାର୍ଥୀମାନଙ୍କର ପାଠପଢ଼ାରେ ବିରକ୍ତି ଭାବ ଆସିପାରେ। ଆବସେନ୍ସ ମାଇଣ୍ଡ, ଲେଜିନେସ୍, ମୋବାଇଲ ଇଣ୍ଟରାକ୍ସନ୍ କିମ୍ବା ଅନ୍ୟ କିଛି କାମରେ ଅଧିକ ସମୟ ଯାଇପାରେ। କିଛି କିଛି ସବଜେକ୍ଟରେ ବିଦ୍ୟାର୍ଥୀମାନେ ୱିକ୍ ରହିପାରନ୍ତି, ପଛରେ ପଡ଼ିଯାଇପାରନ୍ତି। କିନ୍ତୁ ଅଷ୍ଟମ ଭାବ ରିସର୍ଚ୍ଚ, ଡିପ୍ ଲର୍ଣ୍ଣିଂ, ଡିପ୍ ନଲେଜର ଭାବ। ତେଣୁ ମ୍ୟାଥମେଟିକ୍ସ, ରିସର୍ଚ୍ଚ, କମ୍ପ୍ୟୁଟର ସାଇନ୍ସ, ମେଡ଼ିକାଲ, ଆଷ୍ଟ୍ରୋଲୋଜି, ସାଇକୋଲୋଜି ଭଳି ବିଷୟରେ ବିଦ୍ୟାର୍ଥୀମାନଙ୍କର ଇଣ୍ଟରେଷ୍ଟ ରହିବ। ଡିପ୍ ଷ୍ଟଡ଼ିରେ ଭଲ ଫଳ ମିଳିବ। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ନବମାଧିପତି ବୁଧ ସପ୍ତମ କେନ୍ଦ୍ରରେ ବୃହସ୍ପତି ଯୁକ୍ତ ଥିବାରୁ ଉଚ୍ଚଶିକ୍ଷା ପାଇଁ ଏହା ଏକ ଶୁଭଯୋଗ। ଗୁରୁଜନ, ଶିକ୍ଷକ ଏବଂ ମେଣ୍ଟରଙ୍କର ସହଯୋଗ ମିଳିବ। ନ୍ୟୁ କୋର୍ସ, ପ୍ରଫେସନାଲ କୋର୍ସ, ହାୟର ଏଜୁକେସନ୍ ପାଇଁ ଭଲ ସୁଯୋଗ ମିଳିପାରେ। ଭାଗ୍ୟର ସମର୍ଥନ ଥିବାରୁ ପୂର୍ବରୁ ଅଟକିଥିବା କାମରେ ଅଗ୍ରଗତି ମିଳିବ। ବୁଧ ଏବଂ ବୃହସ୍ପତି ଏକାଠି ଥିବାରୁ କମ୍ପିଟେଟିଭ୍ ଏକ୍ଜାମରେ ଭଲ ସମୟ ରହିଛି। ବୁଦ୍ଧି ଏବଂ ଜ୍ଞାନର ବୃଦ୍ଧି ହେବ। ବ୍ୟାଙ୍କିଂ, ଏସ୍ଏସ୍ସି, ରେଲୱେ, ୟୁପିଏସ୍ସି, ଟିଚିଂ, ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ ହେଉଥିବା ଷ୍ଟୁଡେଣ୍ଟସ୍ ମାନେ ଭଲ କରିବେ। ମକ୍ ଟେଷ୍ଟ ଏବଂ ରିଭିଜନ୍ ଉପରେ ଧ୍ୟାନ ଦେଲେ ଭଲ ଫଳ ମିଳିପାରେ। ତେବେ ଅଷ୍ଟମରେ କେତୁ ଥିବାରୁ ସେଲ୍ଫ କନଫିଡେନ୍ସ ପିଲାମାନଙ୍କର ଟିକେ କମିପାରେ। ଲାଷ୍ଟ ମୁମେଣ୍ଟରେ ଚାପ ବଢ଼ିପାରେ। ନବମାଧିପତି ବୁଧ ବୃହସ୍ପତି ସହିତ ଥିବାରୁ ହାୟର ଏଜୁକେସନ୍ ପାଇଁ ଲଙ୍ଗ୍ ଡିଷ୍ଟାନ୍ସ ତଥା ଫରେନ୍ ଷ୍ଟଡ଼ିର ଅପରଚ୍ୟୁନିଟି ଆସିପାରେ। ଆଡ଼ମିସନ୍, ସ୍କଲାରସିପ୍ କିମ୍ବା ଆପ୍ଲିକେସନ୍ ରିଲେଟେଡ୍ କାମରେ ପ୍ରୋଗ୍ରେସ୍ ହୋଇପାରେ। ଜୁଲାଇ 17 ତାରିଖ ପରେ ରବିର ରାଶି ପରିବର୍ତ୍ତନ ଫଳରେ ଏକାଗ୍ରତା ବଢ଼ିବ। ପାଠପଢ଼ାରେ ପୁନର୍ବାର ଆଗ୍ରହ ବଢ଼ିବ। ଅଟକିଥିବା ପ୍ରୋଜେକ୍ଟ, ଆସାଇନମେଣ୍ଟ କିମ୍ବା ରେଜଲ୍ଟରେ ସୁଧାର ଦେଖିବାକୁ ମିଳିପାରେ।
ओभरऑल जदि कहबी यही जुलाई 2026 मासरे शिक्षार स्थिति मध्यमरु भल रहिबो। आरंभरू एकाग्रता एवं मानसिक अस्थिरता किछि बाधा दे पारे, किंतु बुध बृहस्पतिर शुभयोग हेतु शिक्षा कॉम्पिटिटिव एग्जाम एवं नॉलेज गेन रे भल अग्रगति हेबार संभावना रही। कंटिन्यूअसली स्टडी एवं रिविजन रखिले एई मासरे भल सफलता पाइबार जोग रही। एबे आलोचना करिबा धन एवं आर्थिक स्थिति विषय रे। द्वितीय भाव धनर भाव, द्वितीयाधिपति शनि अछंती तृतीय भाव रे एवं बृहस्पतिंकर शुभ दृष्टि पाउथिबारु शनि जुलाई 2026 मासरे धनर स्थिति साधारण ठारू भल रहिबार संकेत मिलुची। आय धीरे धीरे वृद्धि पाइब। परिश्रम, जोगाजोग एवं निज उद्यम माध्यम रे धन लाभर सुजोग आसिब। बृहस्पतिंकर दृष्टि थिबारु धन हानिरु सुरक्षा मिलिब एवं सेविंग्स करिवार माइंडसेट रहिबो। अटकी थिबा टंका किंबा पुराना बकेया अर्थराशि मिलिबार संभावना रही। तेबे आसंतु जानिबा केउं केउं क्षेत्ररु एई मासरे भल इनकम हेबो। मकर राशि पई निजर हार्डवर्क एवं स्किल रु इनकम हेबो। तृतीय भाव रे द्वितीय पति थिबारु कम्युनिकेशन, मार्केटिंग, सेल्स, राइटिंग, सोशल मीडिया, यूट्यूब किंबा ऑनलाइन कामरु आय बढ़ी पारे। एक्स्ट्रा इनकम ऑफ सोर्स सृष्टि हेबो। छोट व्यवसाय, कमिशन, ट्रेडिंग किंबा पार्ट टाइम कामरु लाभ होई पारे। तृतीय भाव हूँ सिबलिंग्स भाव, नेबर एवं नेटवर्किंग भाव होइतिबारु भाई भौणी किंबा परिचित लोकों सहयोग रे आर्थिक लाभ किंबा नुआ कामर सुजोग मिल पारे। रविंकर राशि परिवर्तन पर भाग्यर सहयोग बढ़िबो। एही समय रे नुआ डील, प्रोजेक्ट किंबा एक्स्ट्रा आयर अवसर आसपारे। ओभरऑल जदि कहबी एही जुलाई 2026 मकर राशि पई आर्थिक दृष्टि एक उन्नतिशील मास रहिबो। धन हठात नुहे बरं परिश्रम, जोगाजोग एवं निजर उद्यम माध्यम धीरे धीरे वृद्धि पाइब। बृहस्पतिंकर शुभ दृष्टि धनपति शनि को थिबारु धन स्थिरता एवं भल सुधार देखा जाय पारे। राहु द्वितीय भाव थिबारु टिके अनेसेसरी खर्च हो जाय पारे, तेणु सेति ध्यान देबाकू पड़िबो। एबे आलोचना करिबा लव लाइफ विषय रे। पंचम भाव लव, रोमांस, अट्राक्शन भाव। पंचमाधिपति शुक्र अछंते अष्टम रे केतुयुक्त होइकी एवं राहुंकर दृष्टि मध्य शुक्र को रहिछि। प्रेम संपर्क रे क्लारिटी रहिबनी। डिस्टेंस किंबा हठात परिवर्तन संकेत मिलुछि। राहुंकर दृष्टि थिबारु आकर्षण तो बढ़िबो, किंतु इल्यूजन, संदेह किंतु भूल बुझामणार संभावना मध्य रहिबो। जदि आपण लव रिलेशन रे अछंती, पार्टनर को सहित इमोशनल डिस्टेंस किंबा मतभेद देखा देई पारे। छोट कथा को नहीं बड़ विवाद हो पारे। लुचि थिबा कौनसी कथा सामना को आसिबार संभावना भी रही। जुलाई मासर फास्ट हाफ तुलन में द्वितीयार्धरे स्थिति किछि भल हो पारे। सेहीपरि जो माने सिंगिल अछंती, हठात कहा प्रति अट्राक्शन किंबा गुप्त प्रेमर आरंभ हो पारे। ऑनलाइन किंबा दूर स्थानरू कहा सह परिचय बढ़ी पारे, किंतु पंचमाधिपति राहु केतुंकर प्रभाव रे थिबारु काहाको शीघ्र विश्वास करिबा आपणो पई ठीक हेबो नै। जो माने लव करछंती एवं मैरिज प्लानिंग करछंती, अष्टम भाव रे शुक्र केतु जोग थिबारु प्रेम संपर्क रे बाधा, परिवार रो असम्मति किंबा मनरे अनिश्चितता देखा देई पारे। तेणु एई जुलाई मासरे बड़ निष्पत्ति नेबा ठारू धैर्य रखिबा अधिक भल हबो। ओभरऑल मकर राशि पई लव रो कथा जदि कहबी एई जुलाई 2026 रे लव लाइफ मिश्रित फल देबो। अट्राक्शन एवं लव रहिबो। नुआ परिचय सृष्टि हेबो। संदेह एवं मिसअंडरस्टैंडिंग संभावना भी रहिबो। प्रेम संपर्क रे धैर्य एवं स्पष्ट कथबार्ता एई मासर सफलतार चाबिकाठी हेबो। एबे आलोचना करिबा विवाह और दाम्पत्य जीवन विषय रे। सप्तम भाव विवाह और दाम्पत्य जीवनर भाव। सप्तम रे अछंती बुध एवं बृहस्पति। एही जोग साधारणतः वैवाहिक जीवन पई एक भल जोग, कारण बृहस्पति सुख, भल बुझामणा एवं संपर्क रे सकारात्मकता आनती एवं बुध कथबार्ता एवं परस्पर बुद्धिमत्ता को शक्तिशाली करती। तेणु दाम्पत्य जीवनर कथा जदि कहबी स्वामी स्त्री मध्य सहयोग एवं बुझामणा बढ़िबो। उभय मिसी भविष्यत परिवार किंबा आर्थिक स्थिति विषय रे योजना करि पारंती। जुलाई मासर प्रथमार्धरे छोट मोट मतभेद हो पारे, किंतु आलोचना द्वारा सेगुड़िक समाधान हो। संपर्क रे भरोसा और भावनात्मक निकटता बढ़िबो। जो माने अविवाहित अछंती, जदि विवाह कथा चली तेबे एई जुलाई 2026 रे भल प्रस्ताव आसी पारे। परिवार लोकों सहयोग मिलिबो। बुधंकर प्रभाव कथबार्ता, जोगाजोग किंबा मध्यस्थता द्वारा विवाह कथा आगक बढ़ी पारे।
ମାସର ସେକେଣ୍ଡ ହାଫ୍ରେ ବିବାହ ସମ୍ବନ୍ଧିତ ଆଲୋଚନା ଅଧିକ ସକ୍ରିୟ ହେବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ପଜିଟିଭିଟି ଦେଖିବା ତେବେ ସପ୍ତମରେ ବୃହସ୍ପତି ଥିବାରୁ ଜୀବନସାଥୀଙ୍କର ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନରେ ସମ୍ମାନ ଏବଂ ସୁଖ ବଢ଼ିବ। ଜୀବନସାଥୀଙ୍କ ପକ୍ଷରୁ ଆର୍ଥିକ କିମ୍ବା ମାନସିକ ସହଯୋଗ ପାଇବେ। ଏହି ମାସରେ ଯଦି ଦେଖିବା ତେବେ ପାରିବାରିକ ଦୃଷ୍ଟିରୁ କେବେ କେବେ ଛୋଟ ମୋଟ କଥାକୁ ନେଇ ଅଧିକ ଯୁକ୍ତିତର୍କ ହୋଇପାରେ, କିନ୍ତୁ ସେଗୁଡ଼ିକ ସମାଧାନ ହୋଇଯିବ। ପରିବାରରେ ଅନ୍ୟ ସଦସ୍ୟ ହସ୍ତକ୍ଷେପକୁ ନେଇ ମତଭେଦ ହୋଇପାରେ, ତେଣୁ ଧୈର୍ଯ୍ୟ ରଖିବା ଭଲ। ବୃହସ୍ପତି ହେଲେ ଶୁଭତ୍ୱର କାରକ ଗ୍ରହ। ବୃହସ୍ପତି ଉଚ୍ଚସ୍ଥ ଅଛନ୍ତି କର୍କଟରେ। ଏହି ମାସରେ ପରିବାର ସହ ସମୟ ବିତାଇବା, ସର୍ଟ ଟ୍ରାଭେଲ୍ କିମ୍ବା ଶୁଭ କାର୍ଯ୍ୟରେ ଯୋଗ ଦେବାର ସମ୍ଭାବନା ରହିଛି। ଓଭରଅଲ୍ କହିବାକୁ ଗଲେ ଏହି ଜୁଲାଇ 2026 ମକର ରାଶି ପାଇଁ ବିବାହ ଓ ଦାମ୍ପତ୍ୟ ଜୀବନରେ ମୋଟାମୋଟି ଭଲ ଏବଂ ସକାରାତ୍ମକ ରହିବ। ସପ୍ତମ ଭାବରେ ବୃହସ୍ପତି ଏବଂ ବୁଧଙ୍କର ସଂଯୋଗ ସମ୍ପର୍କରେ ବୁଝାମଣା, ସହଯୋଗ ଏବଂ ବିବାହ କଥାରେ ଅଗ୍ରଗତି ଦେଇପାରେ। ଛୋଟ ମୋଟ ମତଭେଦ ଥିଲେ ମଧ୍ୟ ଗୁରୁତର ସମସ୍ୟାର ଯୋଗ କମ୍ ଦେଖାଉଛି। ଓ ଦାମ୍ପତ୍ୟ ଜୀବନର ଭାବ ସପ୍ତମାଧିପତି ରବି ଅଛନ୍ତି ଚତୁର୍ଥରେ। ସପ୍ତମ ଭାବ ହେଉଛି ମ୍ୟାରେଜ୍, ଲାଇଫ୍ ପାର୍ଟନର, ଅଣ୍ଡରଷ୍ଟାଣ୍ଡିଂ, ରିଲେସନସିପ୍ ଷ୍ଟେବିଲିଟିର ଭାବ। ଆପଣଙ୍କର ସପ୍ତମ ଭାବରେ କେତୁ ଅଛନ୍ତି। କେତୁ ଯେଉଁ ଭାବରେ ରହେ ସେଠାରେ ଡିଟାଚମେଣ୍ଟ, ମିସ୍ଅଣ୍ଡରଷ୍ଟାଣ୍ଡିଂ, ଇମୋସନାଲ୍ ଗ୍ୟାପ୍ ଏବଂ କନଫ୍ୟୁଜନ୍ ଦେଇଥାଏ। ରାଶିର ଲୋକଙ୍କ ମନରେ ପାର୍ଟନରକୁ ନେଇ ସନ୍ଦେହ କରିପାରନ୍ତି ଯେ ଆଗ ଅପେକ୍ଷା ପାର୍ଟନର ଆଉ ନା। ପାର୍ଟନରକୁ ନେଇ ସନ୍ଦେହ କରିପାରନ୍ତି ଯେ ଆଗ ଅପେକ୍ଷା ପାର୍ଟନର ଯେମିତି ଥିଲେ ଏବେ କେଉଁଠି କମ୍ୟୁନିକେସନ୍ କେଉଁଠି ନା କେଉଁଠି କମ୍ୟୁନିକେସନ୍ ଲଗ୍ନରେ ଅଛନ୍ତି। ରାହୁଙ୍କର ଦୃଷ୍ଟି ସପ୍ତମ ଭାବକୁ ବି ପଡ଼ୁଛି। ରାହୁ ହେଲେ ଡାଉଟ୍, ଓଭର ଥିଙ୍କିଂ, ମିସ୍ଅଣ୍ଡରଷ୍ଟାଣ୍ଡିଂ ଏବଂ ଅନନେସେସରି ଇଲ୍ୟୁଜନ୍ ସୃଷ୍ଟି କରିଥାଏ। ଛୋଟ କଥା ବଡ଼ ଇସ୍ୟୁ ହେବାର ଚାନ୍ସ ରହିବ। ପାର୍ଟନର ଏବଂ ଫ୍ୟାମିଲି ମ୍ୟାଟର୍ସକୁ ନେଇ ସପ୍ତମାଧିପତି ରବି ଅଛନ୍ତି ଚତୁର୍ଥ ଭାବରେ। ଆର ଅର୍ଥ ହେଉଛି କ'ଣ ନା ପାର୍ଟନର ଏବଂ ଫ୍ୟାମିଲି ମ୍ୟାଟର ଏକା ସାଙ୍ଗରେ ପ୍ରୋବ୍ଲେମରେ ଜଡ଼ିତ ରହିବ। ଘରୋଇ ଶାନ୍ତି, ଫ୍ୟାମିଲି ରେସ୍ପନ୍ସିବିଲିଟି, ପ୍ରପର୍ଟି ଇସ୍ୟୁ କିମ୍ବା ଫ୍ୟାମିଲି ଇଣ୍ଟରଫିୟରେନ୍ସ ଦାମ୍ପତ୍ୟ ଜୀବନରେ ପ୍ରଭାବ ପକାଇବ। ଫ୍ୟାମିଲି ଇଣ୍ଟରଫିୟରେନ୍ସ ଗୋଟେ ପଜିଟିଭ୍ ପଏଣ୍ଟ ମଧ୍ୟ ରହିଛି ଚତୁର୍ଥ ଭାବ ହେବାରୁ, କିନ୍ତୁ ଏଠି ଗୋଟେ ପଜିଟିଭ୍ ପଏଣ୍ଟ ମଧ୍ୟ ରହିଛି। ଚତୁର୍ଥ ଭାବ ଇମୋସନାଲ୍ ବଣ୍ଡିଂର ଭାବ। ତେଣୁ ପାର୍ଟନର ମନରୁ ଆପଣଙ୍କୁ କେୟାର କରି ଏକ୍ସପ୍ରେସନ୍ କମ୍ ରହିପାରେ। ଅର୍ଥାତ୍ ଭିତରେ ପ୍ରେମ ରହିବ, କିନ୍ତୁ ଉପରକୁ ଇଗୋ କିମ୍ବା ସାଇଲେନ୍ସ ଯୋଗୁଁ ଠିକ୍ ଭାବରେ, ଅର୍ଥାତ୍ ଭିତରେ ପ୍ରେମ ଥିବ କିନ୍ତୁ ଇଗୋ କିମ୍ବା ସାଇଲେନ୍ସ ଯୋଗୁଁ ଠିକ୍ ଭାବରେ ଏକ୍ସପ୍ରେସନ୍ ହେବନି। ଜୁନ୍ 15 ପରେ ରବି ଯିବେ ପଞ୍ଚମ ଭାବକୁ। ଏହି ଟ୍ରାନଜିଟ୍ ପରେ ରିଲେସନସିପ୍ରେ ହେବା ଆରମ୍ଭ ହେବ। ପଞ୍ଚମ ଭାବ ହେଉଛି ରୋମାନ୍ସ, ଲଭ୍, ଇମୋସନାଲ୍ କନେକ୍ସନ୍ର ଭାବ। ସେଥିପାଇଁ ଜୁନ୍ ସେକେଣ୍ଡ ହାଫ୍ରେ ମ୍ୟାରେଡ୍ କପୁଲଙ୍କ ମଧ୍ୟରେ ବଣ୍ଡିଂ ଇମ୍ପ୍ରୁଭ୍ ହେବାର ଚାନ୍ସ ଅଧିକ ରହୁଛି। ଯେଉଁ କପୁଲମାନଙ୍କ ମଧ୍ୟରେ ଡିଷ୍ଟାନ୍ସ ଥିଲା, ବିଶେଷ କରି ଜୁନ୍ 15 ପରେ ଇମୋସନାଲ୍ କନଭରସେସନ୍ ହୋଇପାରେ। କେତେକ ଜାତକଙ୍କ ପାଇଁ କନସେପ୍ସନ୍ କିମ୍ବା ଚାଇଲ୍ଡ ରିଲେଟେଡ୍ ଗୁଡ୍ ନ୍ୟୁଜ୍ ମଧ୍ୟ ଆସିପାରେ। ଯେଉଁମାନଙ୍କର ବିବାହ ଡିଲେ ଚାଲିଛି ସେମାନଙ୍କ ପାଇଁ ଜୁନ୍ ସେକେଣ୍ଡ ହାଫ୍ରେ ପ୍ରପୋଜାଲ୍ କିମ୍ବା ଡିସ୍କସନ୍ ଆଗକୁ ବଢ଼ିପାରେ। କିନ୍ତୁ ରାହୁ କେତୁଙ୍କର ପ୍ରଭାବ ଥିବାରୁ ଫାଇନାଲ୍ ଡିସିସନ୍ ନେବାରେ କନଫ୍ୟୁଜନ୍ ଆସେ, ଠିକ୍ ହେବନି। ଯେଉଁମାନେ ଅଲରେଡ଼ି ମ୍ୟାରେଡ୍, ଇଗୋ ଏବଂ ଡୋମିନାନ୍ସ ଇସ୍ୟୁରୁ ଦୂରରେ ଦୂରେଇ ରୁହନ୍ତୁ। ପାର୍ଟନରଙ୍କର ଫିଲିଂସକୁ ଇଗ୍ନୋର କରନ୍ତୁ ନାହିଁ। ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସକୁ ଆଭଏଡ଼ କରନ୍ତୁ। ସାଇଲେଣ୍ଟ ଟ୍ରିଟମେଣ୍ଟ ଦେବା ଫଳରେ ରିଲେସନ୍ ୱିକ୍ ହୋଇଯାଇପାରେ। ଓଭରଅଲ୍ ମ୍ୟାରେଡ୍ ଲାଇଫ୍ର ସ୍ଥିତି ଦେଖିଲେ ଜୁନ୍ 2026 ଫାର୍ଷ୍ଟ ହାଫ୍ ଟିକେ ଚ୍ୟାଲେଞ୍ଜିଂ ରହିପାରେ, କିନ୍ତୁ ସେକେଣ୍ଡ ହାଫ୍ରେ ରିଲେସନସିପ୍ ଷ୍ଟେବଲ୍ ରହିବ।